ପ୍ରକୃତରେ ଏଇ ବିଗତ 78 ବର୍ଷ ଭିତରେ ସ୍ୱାଧୀନତା କଣ ତାର ମୂଲ୍ୟ ଆମେ ଗୋଟେ ଭାରତବାସୀ ଜାଣିନୁ, କାରଣ ଆମର ଇତିହାସ ମଧ୍ୟ ତତ୍ତ୍ୱ ଅନୁଯାୟୀ ଲେଖାଗଲା ନାହିଁ। ଅନେକ କୁହନ୍ତି 1757 ମସିହା ଜୁନ ମାସ 22 ତାରିଖ ପଲାସି ଯୁଦ୍ଧ ପରେ ଆମେ ପରାଧୀନ ହେଲେ, ତ 190 ବର୍ଷ। କିନ୍ତୁ ବାସ୍ତବ କଥା ହଉଛି ଆମେ ଭୁଲି ଯାଉଛୁ ଯେ ଆମେ ପରାଧୀନ ହେଲେ 1192 ଦ୍ୱିତୀୟ ତ୍ରିବେଣୀ ଯୁଦ୍ଧରେ। ତ 755 ବର୍ଷର ଯୋଉ ପରାଧୀନତା ଏବଂ କୋଉ ପ୍ରେକ୍ଷାପଟରେ ଆମେ ପରାଧୀନ ହେଇଥିଲେ ତାର ପୃଷ୍ଠଭୂମି ଆମେ ଗତକାଲି ବିଭାଜନର ବିଭୀଷିକା ଉପରେ ଅନେକ ଆଲୋଚନା କଲେ। ପ୍ରଧାନମନ୍ତ୍ରୀ କଲେ, ବିଭିନ୍ନ ରାଜ୍ୟପାଳ ମାନେ କଲେ, କିନ୍ତୁ ବାସ୍ତବ କାହିଁକି ଆମେ ପିଲାମାନଙ୍କୁ ପରବର୍ତ୍ତୀ ପିଢି ମାନଙ୍କୁ ପ୍ରେରିତ କରିପାରୁନି? ଯୋଉ କଥା ବରଣ୍ୟ ମହାନ୍ତି କହିଲେ, ତା ଭିତରେ କାହିଁକି ଆମେ ଦେଶପ୍ରୀତି ଦେଶପ୍ରେମ କରିପାରୁନେ? କାହିଁକି ମଧ୍ୟ ଆମ ସାହିତ୍ୟରେ ଦେଶପ୍ରୀତି ଆଧାରିତ, ମାଟି ମନସ୍କ ଆଧାରିତ ଗୋଷ୍ଠୀ ସ୍ୱାର୍ଥ, ଯୋଉମାନେ ନିଜର ତଥା ନିଜ ପରିବାରର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଏ ମାଟିର ସେବା, ଅପରର ଦୁଃଖରେ ବିଗଳିତ ହୃଦୟର କୃତ୍ରିମ କରୁଣା ପ୍ରଦର୍ଶନ କରିଥିଲେ, ଯୋଉମାନେ ହସି ହସି ଫାଶୀ କୁଣ୍ଡରେ ଝୁଲିଥିଲେ, ଯାହା କହୁଥିଲେ 1817ର ପାଇକ ସଂଗ୍ରାମ, ତାର ଯୋଉ ଇତିହାସ, ଏ ସବୁକୁ ଆମେ ପଢିଲେ ନାହିଁ। ଆମେ 1947 ମସିହା ଅଗଷ୍ଟ 13 ତାରିଖର ଯଦି ପରିସଂଖ୍ୟାନ ଦେଖାଯାଏ ଯେତିକି ଶୋଷିତ ହଉଥିଲେ, ଆଜି 2025 ମସିହା ଅଗଷ୍ଟ 15 ତାରିଖ ସନ୍ଧ୍ୟାରେ ଏ ଆଭାସୀ ଆଲୋଚନା ପରିପ୍ରେକ୍ଷୀରେ ଯଦି ହିସାବ କରିବା, ତାହେଲେ ଆମେ ବିଗତ ଦିନରେ ଭାରତ ଯେତିକି ଲୁଟ ହଉଥିଲା ତାର 88 ଗୁଣ ଲୁଟ ହଉଛି। ଆମେ ଯଦି ଗୋଟେ ଛୋଟିଆ ଉଦାହରଣ ହଉଛି, 1947 ମସିହା ଅଗଷ୍ଟ 15 ତାରିଖରେ ଭାରତର ମୁଦ୍ରା 1 ଟଙ୍କା ସମାନେ $1 ଥିଲା। ଗୋଟିଏ ଡଲାର ଗୋଟିଏ ଟଙ୍କା। ଆଜି ଗୋଟିଏ ଡଲାର ଦାମ ହଉଛି 87 ଟଙ୍କା 65 ପଇସା। ଇଏ ଗୋଟିଏ ନମୁନା ମୁଁ ଆମେ ଦେଲି। ଯୋଉ କଥାଟି କୁହାଗଲା ଯେ କେବଳ ଆମ ରାଜନୈତିକ ସହାୟତା ପାଇছে, ଅର୍ଥନୈତିକ ସହାୟତା, ଆମେ ଦେଖୁଛେ ବର୍ଷ ଆଗରୁ ଥିଲେ ପ୍ରତ୍ୟକ୍ଷ ଭାବରେ ବ୍ରିଟିଶ ଶାସନ ଦ୍ୱାରା ଆମେ ଶାସିତ, ବର୍ତ୍ତମାନ ପରୋକ୍ଷ ଭାବରେ ଆମେ ଆମେରିକା ଦ୍ୱାରା ଶାସିତ। ଆଜି ଟ୍ରମ୍ପର ଘୋଷଣା ପରେ ଆମ ସ୍ଥିତି କଣ? କାରଣ ଆମେ ଦେଖିଛେ ବିଗତ 8 ଶତାବ୍ଦୀ ଭିତରେ, ଏବଂ ସ୍ଥିତି ଦେଖିଛେ ଜାପାନକୁ କଣ କଲା ଆମେରିକା, ଜର୍ମାନକୁ କଣ କଲା, ସୋଭିଏତ ୟୁନିୟନକୁ 17 ଖଣ୍ଡ ଭାବରେ ବିଭକ୍ତ କରିଦେଲା, ଇରାକ ଟିକେ ମୁଣ୍ଡ ଟେକିଲା, ଇରାକର ସଦାମ ହୁସେନକୁ ଧ୍ୱଂସ କରିଦେଲା। ଏ ଇତିହାସ ବ୍ୟାପକ। ଆଜି ଭାରତ ବର୍ଷର ଅର୍ଥନୀତିକୁ ଧ୍ୱଂସ କରିବା ପାଇଁ ପୁଣି ଏକ ଯୋଜନା ଚାଲିଛି। ତାର କାରଣ କଣ? ଆମ ଭିତରେ ଯୋଉ କଥାଟା ବରେଣ୍ୟ ମହାନ୍ତି କହିଲେ, ଆମେ ସ୍ୱାଧୀନତାର ପରେ ଯୋଉ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ କରିବା କଥା, ଯୋଉ କଥାଟା ଲର୍ଡ ମ୍ୟାକେଲ 1935 ମସିହା ଜୁନ ମାସ 2 ତାରିଖରେ, 1835 ମସିହା ଜୁନ ମାସ 2 ତାରିଖରେ ବ୍ରିଟିଶ ଉପର ସଦନରେ, ଉଚ୍ଚ ସଦନରେ ନିଜ ଅଭିବ୍ୟକ୍ତିରେ କହିଥିଲେ ଲର୍ଡ ମ୍ୟାକେଲ, ତାହା ଆମର ଶିକ୍ଷଣୀୟ ହେଲା ନାହିଁ। ଆମେ କୋଉ ପାଠ ପଢିଲେ? ଆମେ ମଧ୍ୟ ଆମେ ଯେତେବେଳେ ଛାତ୍ର ଥିଲୁ ଆମେ କହୁଥିଲୁ ଆମେ ବୁହାଇବୁ ନା ଆମରି, ଆମେ ଆଉ ନା ଆମର, ଆମ ନାଁର ଆମେ ନାଉରୀ ଆଉ ନାହୁଁ, ଆମ ନାଁର ନାଉରୀ ଅନ୍ୟ ଜଣ ଅଛି, ଆମ ପାଖରେ କଣ ଅଛି? ଆମେ ବର୍ତ୍ତମାନ ଗୋଟିଏ ଅସ୍ମିତା ବିବର୍ଜିତ, ଯାହା କହୁଥିଲେ ବରେଣ୍ୟ ମହାନ୍ତି, ଅସ୍ମିତା 2005 ମସିହାରେ ଆମେ ଓଡିଆ ଅସ୍ମିତା ଜାଗରଣ ଅଭିଯାନ କଲୁ, ବରେଣ୍ୟ ନଟକ ସ୍ୱପ୍ନ ଥିଲେ। ଅସ୍ମିତା କଣ? ଆମ ନିଜର ଭାଷା, ସାହିତ୍ୟ, ସଂସ୍କୃତି, ବୈଭବ, ଐତିହ୍ୟ, ପ୍ରତ୍ନତାତ୍ତ୍ୱିକ ସମସ୍ତ ସାମଗ୍ରିକ ଭାବରେ ଯାହାକୁ ନେଇ ଗୋଟେ ଗର୍ବବୋଧ ପରିପ୍ରକାଶ କରାଯାଏ, ତାହା ହଉଛି ଅସ୍ମିତା। ଆଜି ଆମ ଅସ୍ମିତା କଣ ହେଇଛି? ଆଜି ଆମେ 79 ବର୍ଷ 78 ବର୍ଷ ପରେ ଆମର ଆବଶ୍ୟକ ହଉଛି, ଆମ ଲୋକଙ୍କ ଆବଶ୍ୟକ ହଉଛି ଅନ୍ତୁଳିଶାଳାରେ ପ୍ରସୂତି ଭତ୍ତା, ମଲା ବେଳେ ହରିଶ୍ଚନ୍ଦ୍ର ଭତ୍ତା, ମଝିରେ ମମତା, ଜୋତା, ଛତା, ଲାପଟପ, 5 ଟଙ୍କିଆ ମଦ ଖାଅ, 5 ଟଙ୍କିଆ ଛତର ଖାଅ, ପ୍ରଚୁର ପରିମାଣରେ ମଦ୍ୟପାନ କରି ଯେତେ ଲୁଟେରା ତାଙ୍କର ପଦରେ ହନ୍ତର। ଇଏ ଗୋଟେ ବ୍ୟାପକ ପ୍ରତିଯୋଗିତା ଚାଲିଛି। ସାଧାରଣ ମଣିଷ ଭିତରେ ଗୋଟେ ଦେଶପ୍ରୀତି ଜାଗ୍ରତ ନାହିଁ। ସାମୂହିକ ଯାହା କହିଲେ, ଯଦି ସ୍ୱାଧୀନତା ଆନ୍ଦୋଳନ ସମୟରେ
ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ଥିତିକୁ ଯଦି କେବେ ପଢା ଯାଇଥାନ୍ତା, ସଂଘର୍ଷର କାହାଣୀ ଯଦି ଆମେ ପଢା ଯାଇଥାନ୍ତା, ଆମେ ଯଦି ଯାହା କହୁଥିଲେ ବରେଣ୍ୟ ଉପେନ୍ଦ୍ର ମହାନ୍ତି, ଆମେ ଇରମର ଇତିହାସ ପଢିଲେନି, ଆମେ ପଢିଲେ ଜାଲିଆନାବାଗ ଏକତ୍ରିତ ହେଇଥିଲେ, ଗୋଟେ ପଛଆଡୁ ଆସି କେହି ଯୁଦ୍ଧ କରିବାକୁ ଯାଇଥିଲେ, ଇରମରେ ଯୁଦ୍ଧ କରିବାକୁ ଯାଇଥିଲେ ବ୍ରିଟିଶ ଶାସନ ବିରୁଦ୍ଧରେ, ତାର ପ୍ରତିବାଦ କରିକି ଛାତି ବନ୍ଧୁକ ଆଗରେ ଛାତି ଦେଖେଇଥିଲେ। କୋଉ ଇତିହାସ ଆମେ ପଢୁଥିଲେ? ଯୋଉଥିପାଇଁ 1857 ମସିହା ମାର୍ଚ୍ଚ ମାସ 29 ତାରିଖ ସିପାହୀ କେତେକ ବେତନଭୋଗୀ ସିପାହୀ କର୍ମଚାରୀଙ୍କର ବୃତ୍ତିଗତ ବିଦ୍ରୋହକୁ ଆମ ଇତିହାସ ଦେଲା ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ପ୍ରଥମ ଶ୍ରେୟ ପ୍ରତିବାଦ କରାଗଲା। ତାର 40 ବର୍ଷ ପୂର୍ବରୁ ଯାହା କହୁଥିଲେ ଡକ୍ଟର ଉପେନ୍ଦ୍ର ମହାନ୍ତି, ତାର 40 ବର୍ଷ ପୂର୍ବରୁ 1817 ଏଇ ମାର୍ଚ୍ଚ 29 ତାରିଖରେ ସଂଗଠିତ ହେଇଥିଲା ଓଡିଶାରେ ଯୋଉ ବିପ୍ଳବ, ତାକୁ ଆମେ ଗୁରୁତ୍ୱ ଦେଲେନି, ପଢାଗଲା ନାହିଁ। ଆମେ ଲଢେଇ ଗଲୁ 1980